ସାଧାରଣତଃ ଲୋକମାନେ ଖାଦ୍ୟରେ ସୁଗନ୍ଧ ଆଣିବା ପାଇଁ ଗୁଜୁରାତିକୁ ବ୍ୟବହାର କରିଥାନ୍ତି। ଆସନ୍ତୁ ଏବେ ଜାଣିବା ଗୁଜୁରାତିର କ'ଣ କ'ଣ ସବୁ ଉପଯୋଗିତା ରହିଛି। ଗୁଜୁରାତିକୁ ସେବନ କଲେ ଏହା ବିଭିନ୍ନ ପ୍ରକାର ଚମତ୍କାରୀ ଫାଇଦା ଦେଇଥାଏ। ଗୁଜୁରାତିକୁ ଆମେ ଯଦି ନିୟମିତ ଭାବରେ ବ୍ୟବହାର କରିବା ତାହେଲେ ଆମର ଯେଉଁ ଖାଦ୍ୟ ହଜମ ହେବା କ୍ରିୟା ଠିକ୍ ଭାବରେ ହେଇଥାଏ ଏବଂ ଆମର ଯେଉଁ କୋଷ୍ଠକାଠିନ୍ୟ ସମସ୍ୟା ତାହା ଦେଖା ଦେଇନଥାଏ। ପ୍ରତ୍ୟେକ ଦିନ ଆମେ ଯଦି ଗୋଟେ ଲେଖା ଗୁଜୁରାତି ଚୋବେଇ ଚୋବେଇ ଖାଇବା ତାହେଲେ ଆମର ମୁଖ ଯେଉଁ ଦୁର୍ଗନ୍ଧ ହୁଏ ତାହା ବି ହୋଇନଥାଏ। ଅଧିକାଂଶ ଲୋକ ରାତ୍ରି ସମୟରେ ମୋବାଇଲର ବ୍ୟବହାର କରିବା ଦ୍ୱାରା ମସ୍ତିଷ୍କ ଅଶାନ୍ତ ହୋଇଥାଏ। ଅନିଦ୍ରା ଯୋଗୁଁ ଅନେକ ରୋଗ ଦେଖାଯାଇଥାଏ। ଯଦି ଆପଣମାନେ ଏହି ଅନିଦ୍ରା ରୋଗରେ ପୀଡ଼ିତ ହେଉଛନ୍ତି ତେବେ ପ୍ରତ୍ୟେକ ଦିନ ରାତିରେ 1 ଗ୍ଲାସ ନଖ ଉଷୁମ କ୍ଷୀରରେ 2ଟି ଗୁଜୁରାତି ଗୁଣ୍ଡ ମିଶାଇ ତାକୁ ସେବନ କରନ୍ତୁ। ଏହାଦ୍ୱାରା ଆମର ଅନିଦ୍ରା ଜନିତ ରୋଗ ଆଉ ଦେଖାଯିବ ନାହିଁ ଆଉ ମସ୍ତିଷ୍କ ମଧ୍ୟ ଶାନ୍ତ ରହିବ ଆଉ ସୁସ୍ଥ ମଧ୍ୟ ରହିବ। ନିୟମିତ ଗୁଜୁରାତି ସେବନ ଦ୍ୱାରା ଆମର ପେଟର ଚର୍ବି ମଧ୍ୟ ହ୍ରାସ ପାଇବାକୁ ଲାଗିଥାଏ। ବର୍ତ୍ତମାନ ଆଧୁନିକ ଯୁଗର ଖାଦ୍ୟପେୟ ଲାଇଫଷ୍ଟାଇଲ୍ ଯୋଗୁଁ ଲୋକମାନଙ୍କ ଶରୀରରେ ବିଭିନ୍ନ ପ୍ରକାର ପ୍ରଭାବ ପକାଇଥାଏ। ବୈଦିକ ଯୁଗରୁ ଗୁଜୁରାତିକୁ ଔଷଧ ରୂପରେ ବ୍ୟବହାର କରାଯାଉଛି। ଏବେ ମଧ୍ୟ ସେହି ଗୁଜୁରାତିକୁ କିଛି କିଛି ଲୋକ ଔଷଧ ତିଆରି ସମୟରେ ବ୍ୟବହାର କରୁଛନ୍ତି। ଏହି ଗୋଟିଏ ଗୁଜୁରାତିକୁ ଖାଇବା ଦ୍ୱାରା ଆମର କିଡ୍ନି ଜାତୀୟ ସମସ୍ୟା କୌଣସି ଦେଖା ଦେଇନଥାଏ। ଏହା ସହିତ ଆମର କିଡ୍ନିକୁ ପରିଷ୍କାର ରଖିବାରେ ସହାୟକ ହୋଇଥାଏ। ଏମିତିଆ ଭଲ ଭଲ ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ଏହି ଚ୍ୟାନେଲଟିକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ବନ୍ଧୁଗଣ, ଯଦି ଆପଣଙ୍କର ବାରମ୍ବାର ପରିସ୍ରା ହେଉଛି କିମ୍ବା ପରିସ୍ରାରେ ଜଳାପୋଡ଼ା ହେଉଛି ତାହେଲେ ଆମେ ଗୁଜୁରାତିକୁ ପ୍ରତ୍ୟହ ସେବନ କରିବା। ଏହାଦ୍ୱାରା ପରିସ୍ରାରେ ଜଳାପୋଡ଼ା ଆଦୌ ଦେଖାଯିବ ନାହିଁ କିମ୍ବା ବାରମ୍ବାର ପରିସ୍ରା ହେବ ନାହିଁ। ସୁସ୍ଥ ଶରୀର ପାଇଁ ରକ୍ତ ସଞ୍ଚାଳନ ସଠିକ୍ ହେବା ମଧ୍ୟ ନିହାତି ଜରୁରୀ। ତେଣୁ ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ଉଷୁମ ପାଣିରେ 2ଟି ଗୁଜୁରାତିକୁ ଗୁଣ୍ଡ କରି ସେବନ କରିବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ୍ ଭାବରେ ହୋଇଥାଏ। ଏହା କଲେ ଆମର ରକ୍ତ ସଞ୍ଚାଳନ ଜନିତ କୌଣସି ସମସ୍ୟା ଦେଖା ଦେଇନଥାଏ ଏବଂ ବିଭିନ୍ନ ପ୍ରକାର ରୋଗ ଉପୁଜି ନଥାଏ। ଆଜିକାଲି ପରିବର୍ତ୍ତିତ ଜୀବନଶୈଳୀ ଏବଂ ଆମେ ଫାଷ୍ଟଫୁଡ଼୍ ଖାଉଛେ। ଫାଷ୍ଟଫୁଡ଼୍ ଖାଇବା ଦ୍ୱାରା ଆମର କେଶଜନିତ ସମସ୍ୟା ଦେଖାଦେଉଛି। ଯଦି ଆପଣମାନେ ମଧ୍ୟ ଏହି ସମସ୍ୟାର ଶିକାର ହେଉଛନ୍ତି ତେବେ କେଶକୁ ପ୍ରାକୃତିକ ଉପାୟରେ ମଜବୁତ ଏବଂ କଳା କରିବା ପାଇଁ ଗୁଜୁରାତିର ସେବନ କରିବା। ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ 1 ଗ୍ଲାସ ନଖ ଉଷୁମ କ୍ଷୀରରେ 2ରୁ 3ଟି ଗୁଜୁରାତିର ଚୂର୍ଣ୍ଣ ପକାଇ ଏହାକୁ 6 ମାସ ଯାଏଁ ସେବନ କରିବା ଦ୍ୱାରା ଆମର କେଶର ସମସ୍ୟା ଦେଖା ଦେଇନଥାଏ ଏବଂ କେଶ ଉପୁଡ଼ି ନଥାଏ। ଏହା ରୂପୀ ସମସ୍ୟାକୁ ମଧ୍ୟ ହ୍ରାସ କରିବାରେ ସହାୟକ ହୋଇଥାଏ। ଗୁଜୁରାତିରୁ ଆମେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ପାଇଥାଉ। ଭିଟାମିନ୍ D1, ଭିଟାମିନ୍ D3 ଏବଂ ଭିଟାମିନ୍ C ମଧ୍ୟ ଏଥିରେ ରହିଥାଏ। ପିଠାପଣାର ମହକ ବଢ଼ାଇଥାଏ ଏହି ଗୋଟିଏ ଗୁଜୁରାତି। ବନ୍ଧୁଗଣ, ଚାଲନ୍ତୁ ତେବେ ଗୁଜୁରାତିକୁ ନିୟମିତ ସେବନ କରିବା, ସୁସ୍ଥ ରହିବା, ନିରୋଗୀ ରହିବା ଏବଂ ଆନନ୍ଦରେ ଜୀବନ ଅତିବାହିତ କରିବା।